ଦେଖନ୍ତୁ ନିଆଳି ମହୋତ୍ସବ ଗତ 8 ବର୍ଷ ଧରି ପାଳନ ହୋଇ ଆସୁଛି ଏବଂ ଏ ବର୍ଷ 9 ବର୍ଷ ପାଦ ଦେଇଛି। ନିଆଳିର ଯେଉଁ ଐତିହ୍ୟ ରହିଛି, ଯେଉଁ ସଂସ୍କୃତି ରହିଛି, ଯେଉଁ ପରମ୍ପରା ରହିଛି, ଏ ଯେଉଁ ପ୍ରାଚୀ ଉପତ୍ୟକାରେ ଯେଉଁ ପର୍ଯ୍ୟଟନ କ୍ଷେତ୍ରର ଉପରେ ଜାଣିବା ପାଇଁ ଲୋକଙ୍କୁ ଉତ୍ତର ପିଢ଼ି, ଆମ ଯେଉଁ ଆଗାମୀ ପିଢ଼ି ଅଛି ସେସବୁ ବିଷୟରେ ଲୋକଙ୍କୁ ପରିଚିତ କରିବା ପାଇଁ ନିଆଳି ମହୋତ୍ସବ ଅନୁଷ୍ଠିତ ହୁଏ। ନିଆଳି ଗୋଟେ ଭାଇଚାରାର ପରମ୍ପରାକୁ ନେଇକି ମହୋତ୍ସବ ଅନୁଷ୍ଠିତ ହୁଏ। ତେଣୁ ଆଗାମୀ ଉତ୍ତର ପିଢ଼ିକୁ ନିଆଳି ମାଟି ବିଷୟରେ, ନିଆଳିର ଯେଉଁ ଆମର ପ୍ରାଚୁର୍ଯ୍ୟ, ପ୍ରାଚୀ ମନ୍ଦିରଠୁ ଆରମ୍ଭ, ପ୍ରାଚୀ ନଦୀଠୁ ଆରମ୍ଭ କରି ବିଭିନ୍ନ ଯେଉଁ ଦେବାଦେବୀ ରହିଛି, ଏ ସଂସ୍କୃତି ଐତିହ୍ୟ ବହୁ ପ୍ରାଚୀନ କାଳରୁ, କାରଣ ପ୍ରାଚୀ ସଭ୍ୟତା ଯେବେଠାରୁ ଗଢ଼ି ଉଠିଛି, ନିଆଳି ସଂସ୍କୃତି, ନିଆଳି ପରମ୍ପରା ସେବେଠାରୁ ଗଢ଼ି ଉଠିଛି। ତେଣୁ ଆକୁ ଉତ୍ତର ପିଢ଼ିକୁ ଜଣେଇବା ପାଇଁ ଆମେ ନିଆଳି ମହୋତ୍ସବ ପାଳନ କରି ଆସୁଛୁ। ଏ ବର୍ଷ ଫେବୃଆରୀ 25 ତାରିଖରୁ ଏ ମହୋତ୍ସବ ପାଳନ କରାଯିବ। 5 ଦିନ ଧରିକି ପାଳନ କରାଯିବ। ମାର୍ଚ୍ଚ 1 ତାରିଖରେ ଆର ସମାପ୍ତ ହେବ। ତେଣୁ ଏ ବର୍ଷ ସମସ୍ତ ମହୋତ୍ସବ କମିଟିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏବଂ ବିଶେଷ କରି ଆମର ବିଧାୟକ, ଆମର ମାନନୀୟ ବିଧାୟକ ଛବି ମଲ୍ଲିକ ମହାଶୟଙ୍କ ଆମର ପୃଷ୍ଠପୋଷକତାରେ, ଏବଂ ସିଏ ହେଉଛନ୍ତି ମହୋତ୍ସବର ଆମର ମୁଖ୍ୟ ଉପଦେଷ୍ଟା, ତାଙ୍କର ମାର୍ଗଦର୍ଶନରେ ଏ ମହୋତ୍ସବ ପାଳନ କରାଯିବ। ଏବଂ ତାର ଯିଏ ପ୍ରତିଷ୍ଠାତା ସଭାପତି, ଯିଏ ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ, ଏବଂ ଯିଏ ଆମର ଯେଉଁ ପୂର୍ବତନ ବିଧାୟକ ରବି ମଲ୍ଲିକ, ଏବଂ ପଞ୍ଚାନନ କାନୁନଙ୍କ ସାହାଯ୍ୟ ସହଯୋଗରେ ଏବଂ ସାଧାରଣ ଜନତା ଦଳ ବଳ ନିର୍ବିଶେଷରେ ସମସ୍ତ ଯୁବବନ୍ଧୁମାନେ ହୁଅନ୍ତୁ ଏବଂ ଆମର ବରିଷ୍ଠ ମୁରବୀମାନେ ହୁଅନ୍ତୁ, ଏ ଅଞ୍ଚଳର ସମସ୍ତ ମୁରବୀମାନଙ୍କୁ ନେଇକି ମହୋତ୍ସବ ପାଳନ କରାଯାଉଛି। ମୁଁ ଆଶା କରୁଛି ନିଶ୍ଚିତ ଭାବରେ ନିଆଳିବାସୀ ଏ ବର୍ଷର ଯେଉଁ ପାଳନ ହେବାକୁ ଯାଉଥିବା ମହୋତ୍ସବକୁ ଅତି ଶୃଙ୍ଖଳାର ସହିତ, ଅତି ଆନନ୍ଦର ସହିତ ଏ ମହୋତ୍ସବକୁ ଉପଭୋଗ କରିବେ। ମହୋତ୍ସବରେ ଆମେ ବିଭିନ୍ନ ଓଡ଼ିଶାର ନାମୀ ଦାମୀ କଳାକାରମାନଙ୍କୁ ଆଣୁଛୁ। ଇରା ମହାନ୍ତି ହୁଅନ୍ତୁ, ବିଭୁ କିଶୋର ହୁଅନ୍ତୁ, କମେଡ଼ିଆନ୍ ଆମର ହୁଅନ୍ତୁ, ପପୁ ପମ୍ପମ୍ ହୁଅନ୍ତୁ, ଏବଂ ଆହୁରି ନାମୀ ଦାମୀ କଳାକାର ଆସିବେ। ଏଇ ଯେଉଁ ନିଆଳିରେ ଯେଉଁ ମହୋତ୍ସବ ମଞ୍ଚ, ସେ ମଞ୍ଚରେ ତାଙ୍କର କଳା ଅଭିନୟ ପରିବେଷଣ କରିବେ। ଏବଂ ନିଆଳିର ଯେଉଁ ଆମର ଲୋକାଲ ଯେଉଁ କଳା ସଂସ୍କୃତି ରହିଛି, ଆମର ଯେଉଁ କଳାକାରମାନେ ରହିଛନ୍ତି ବିଭିନ୍ନ ନୃତ୍ୟ ମାଧ୍ୟମରେ, ସଙ୍ଗୀତ ମାଧ୍ୟମରେ ମଧ୍ୟ ସେମାନେ ମଧ୍ୟ ତାଙ୍କର ନାଚ ଗୀତ ପରିବେଷଣ କରିବେ। ତେଣୁ ମୁଁ ସମସ୍ତଙ୍କୁ ଆଉଥରେ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ ସମସ୍ତେ ମିଳିମିଶି ଏକ ଭାଇଚାରାର ମନୋଭାବ ନେଇକି ଏ ମହୋତ୍ସବକୁ ପାଳନ କରିବା ଏବଂ ଆମର ଯେଉଁ ଆଗାମୀ ପିଢ଼ି ଅଛି, ଯେଉଁ ଉତ୍ତର ପିଢ଼ି ଅଛି, ସମସ୍ତଙ୍କୁ ନିଆଳି ଐତିହ୍ୟ ସଂସ୍କୃତି ବିଷୟରେ ଜଣାଇବା। ଏବଂ ଆମର ମଧ୍ୟ ବହୁ ଅତିଥିମାନେ ମଧ୍ୟ ଯୋଗ ଦେବା ପାଇଁ ମାନେ ଆମକୁ ସମ୍ମତି ପ୍ରଦାନ କରିଛନ୍ତି। ଆମର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ମାନୀୟ କନକ ବର୍ଦ୍ଧନ ସିଂହଦେଓ ଆସିବାର ସମ୍ମତି ପ୍ରକାଶ କରିଛନ୍ତି ଏବଂ ଆମର ଯିଏ ଆଇନ ମନ୍ତ୍ରୀ ଏବଂ ଅବକାରୀ ଏବଂ ୱାର୍କସ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ଏବଂ ଆମର ଯେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଆମର ସମ୍ମତି ପ୍ରଦାନ କରିଛନ୍ତି ଏବଂ ଅନେକ ବିଧାୟକ ବିଭିନ୍ନ ଦଳର, ଆପଣ କଂଗ୍ରେସ ହଉ, ବିଜେଡି ହଉ, ବିଜେପି ହୁଅନ୍ତୁ, ବିଭିନ୍ନ ଦଳର ବିଧାୟକ ମାନେ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ଏବଂ ସମାଜରେ ପ୍ରତିଷ୍ଠିତ ଲାଭ କରିଥିବା ବହୁ ବୁଦ୍ଧିଜୀବୀ ମଧ୍ୟ ଆମେ ସମ୍ମତି ପ୍ରଦାନ କରିଛନ୍ତି ମହୋତ୍ସବରେ ଯୋଗ ଦେବା ପାଇଁ। ଏବଂ ଆମ ଅଞ୍ଚଳରେ ବିଭିନ୍ନ ପ୍ରତିଭା ଲାଭ କରିଥିବା ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଆମେ ମଧ୍ୟ ଏ ମହୋତ୍ସବରେ ସମ୍ମାନିତ କରିବୁ। ତ୍ରିଲୋଚନ କାନୁନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟେ ସମାଜସେବୀ ହୁଅନ୍ତୁ ବା ଆମର ମହାପାତ୍ର ନୀଳମଣି ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଗୋଟେ ଜଣେ ସାହିତ୍ୟିକ ହୁଅନ୍ତୁ ଏବଂ ନୀଳମଣି ପ୍ରଧାନ, ସ୍ୱର୍ଗତ ନୀଳମଣି ପ୍ରଧାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଉଦ୍ଦେଶ୍ୟରେ ଜଣେ ରାଜନେତା ହୁଅନ୍ତୁ ଏବଂ ଆମର ଯିଏ ଉପଦେଷ୍ଟା ଥିଲେ ସ୍ୱର୍ଗତ ନଟବର ଷଡ଼ଙ୍ଗୀ, ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗୋଟେ ଜୈବିକ ଚାଷୀଙ୍କୁ ମଧ୍ୟ ଆମେ ସମ୍ମାନିତ କରୁ ବୋଲି ଏ କମିଟି ନିଷ୍ପତ୍ତି ନେଇଛି ଏବଂ ଅନ୍ୟାନ୍ୟ ବିଭିନ୍ନ ବର୍ଗରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ମଧ୍ୟ ଏ ମଞ୍ଚ ଏ ବର୍ଷ ମହୋତ୍ସବରେ ସମ୍ମାନିତ କରିବ। ତେଣୁ ମୁଁ ପୁଣି ଥରେ ଆପଣମାନଙ୍କ ମାଧ୍ୟମରେ ସମସ୍ତ ଅଞ୍ଚଳବାସୀ ଅନୁରୋଧ କରୁଛୁ, ଆସନ୍ତୁ ଗୋଟେ ଭାଇଚାରାର ମନୋଭାବ ନେଇ ସମସ୍ତେ ମିଳିମିଶି ଏ ନିଆଳି ମହୋତ୍ସବକୁ ଅତି ଆନନ୍ଦର ସହିତ, ଅତି ଉଲ୍ଲାସର ସହିତ ପାଳନ କରିବା।